ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ଓଡ଼ିଶାର ବିଭିନ୍ନ ସ୍ଥାନ ବିଷୟରେ ଜାଣନ୍ତି ଏବଂ ଓଡ଼ିଶାର ଇତିହାସ ବିଷୟରେ ମଧ୍ୟ ଜାଣନ୍ତି। ତ ଆଜି ଜାଣିବା ଜଣେ ମହାପୁରୁଷଙ୍କ ବିଷୟରେ। ରାଜା ଭୋଜ। ରାଜା ଭୋଜ ପରମାର ବଂଶର ଜଣେ ପ୍ରସିଦ୍ଧ ଦାର୍ଶନିକ ରାଜା ଥିଲେ, ଯିଏ 11ଶ ଶତାବ୍ଦୀରେ ମଧ୍ୟ ଭାରତର ମାଲୱା ସାମ୍ରାଜ୍ୟ ଶାସନ କରୁଥିଲେ। କଳା, ସାହିତ୍ୟ ଏବଂ ବିଜ୍ଞାନର ଜଣେ ମହାନ ପୃଷ୍ଠପୋଷକ ଭାବରେ ସେ ସ୍ମରଣୀୟ, ଯିଏ ନିଜର ରାଜଧାନୀ ଧାରାକୁ ବୈଦିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିଥିଲେ। ସେ ନିଜେ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ପଣ୍ଡିତ ଥିଲେ ଏବଂ ବ୍ୟାକରଣ, କାବ୍ୟ, ସ୍ଥାପତ୍ୟ କଳା ଓ ଚିକିତ୍ସା ବିଜ୍ଞାନ ଭଳି ବିଭିନ୍ନ କ୍ଷେତ୍ରରେ 84ରୁ ଅଧିକ ପୁସ୍ତକ ରଚନା କରିବାର ଶ୍ରେୟ ତାଙ୍କୁ ଦିଆଯାଏ। ଜଣେ ଜ୍ଞାନୀ ହେବା ସହିତ ସେ ଜଣେ ଦକ୍ଷ ସାମରିକ ରଣନୀତିଜ୍ଞ ଏବଂ ଜଣେ ନିର୍ମାଣକାରୀ ମଧ୍ୟ ଥିଲେ, ଯିଏ ଭୋପାଳ ସହରର ପ୍ରତିଷ୍ଠା କରିବା ସହ ପ୍ରସିଦ୍ଧ ଭୋଜେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ଆଜି ମଧ୍ୟ ସେ ଜଣେ ପୌରାଣିକ ବ୍ୟକ୍ତିତ୍ୱ ଭାବରେ ପରିଚିତ ଏବଂ ତାଙ୍କୁ ଭାରତୀୟ ପରମ୍ପରାରେ କବି ରାଜାର ଆଦର୍ଶ ରୂପେ ଗ୍ରହଣ କରାଯାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିକି ଦବ। ଯଦି ନିଜର କିଛି ଓପିନିଅନ ଅଛି, କମେଣ୍ଟ ଲେଖିକି ଦବ। ଯଦି ଡାଉଟ୍ ଥିବ ତ ଆନ୍ସର କରିବା, ଓପିନିଅନକୁ ଗ୍ରହଣ କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।